ଜୟ ଜଗନ୍ନାଥ। ଆଜିର ଭିଡ଼ିଓରେ ଆଜିର ଅନୁଚିନ୍ତା। ମଣିଷ ଜୀବନରେ ଖୁସିରେ ରହିବା ପାଇଁ ସମସ୍ତେ ଦେଖନ୍ତୁ, ମଣିଷ ଜୀବନରେ ଅନେକ ଗୁଡ଼ିଏ ନିୟମ ପାଳନ କରିବାକୁ ପଡ଼ିଥାଏ, ତେବେ ଆମେ ସୁଖ ଶାନ୍ତିରେ ରହିପାରିବା। ସେଥିମଧ୍ୟରୁ କିଛି ନିୟମ ଆମେ ଜାଣିଛେ, ଆଉ କିଛି ଆମକୁ ଅଜଣା ରହିଛି। ତେଣୁ ସେହି ନିୟମ ଗୁଡ଼ିକୁ ଜାଣି ଯଦି ଆମେ ପାଳନ କରିବା ତେବେ ଖୁସିରେ ରହିପାରିବା। ତେଣୁ ଦେଖିବା କ'ଣ କ'ଣ ସବୁ ରହିଛି, କିପରି ଆମର ମଙ୍ଗଳ ହେବ, କିପରି ଖୁସିରେ ରହିପାରିବା। ତେଣୁ ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖନ୍ତୁ। 1 ନମ୍ବର, ଘରେ ଯଦି ପିତୃଦୋଷ ରହିଥାଏ ତେବେ ଘରେ ବାରମ୍ବାର କଳି ଝଗଡ଼ା ଦେଖା ଦେଇଥାଏ। ତେଣୁ ପିତୃଦୋଷ ଦୂର କରିବା ଦ୍ୱାରା ପରିବାରର ମଙ୍ଗଳ ହୋଇଥାଏ। କେମିତି ଜାଣିବା ପିତୃଦୋଷ ରହିଛି ବୋଲି? ଯଦି ଘରେ ବାରମ୍ବାର କଳି ଝଗଡ଼ା ଲାଗିଲା କିମ୍ବା ଅଯଥା ଖର୍ଚ୍ଚ ହେଲା, ତେବେ ଜାଣିବା ଯେ ପିତୃଦୋଷ ରହିଛି। ତେବେ ତା'ର ପ୍ରତିକାର କଲେ ମଙ୍ଗଳ ହେବ। ପ୍ରତିକାର ପାଇଁ ମଧ୍ୟ ପରବର୍ତ୍ତୀ ଭିଡ଼ିଓରେ ମଧ୍ୟ ଆଲୋଚନା କରାଯିବ। 2 ନମ୍ବର, ଖଟ ଉପରେ ବସିକରି କେବେ ବି ଖାଦ୍ୟ ଖାଇବା ଉଚିତ ନୁହେଁ। ଏହା ଅଶୁଭ ହୋଇଥାଏ ଏବଂ ଘରେ ଅଶାନ୍ତି ଦେଖାଦେବା ସହିତ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେବାର ସମ୍ଭାବନା ରହିଥାଏ। ଖଟ ଉପରେ କୌଣସି ପ୍ରକାର ଖାଦ୍ୟ ଖାଇବା ଉଚିତ ନୁହେଁ ଏବଂ ବିଶେଷ କରି ଖଟ ଉପରେ ଅଧିକାଂଶ ପିଲା ବସିକରି ପାଠ ପଢ଼ନ୍ତି, କିନ୍ତୁ ଖଟ ଉପରେ ବସି ପାଠ ପଢ଼ିବା ଉଚିତ ନୁହଁ। ବେଳେବେଳେ ପିଲାମାନେ ବିଦ୍ୟାଳୟରୁ ଯାଆନ୍ତି, ବ୍ୟାଗ ସହ ବହିରେ ଥିବ ବ୍ୟାଗ ତାକୁ ନେଇ ଖଟ ଉପରେ ରଖିଦେବେ, ତାଙ୍କର ଡ୍ରେସ୍ ଚେଞ୍ଜ କରିବେ, ଅନ୍ୟାନ୍ୟ କାମ କରିବେ, କିନ୍ତୁ ସେମିତି କରିବା କଥା ନୁହେଁ। ଖଟ ଉପରେ ବସି ଖାଇବା ନାହିଁ, ଖଟ ଉପରେ ବସି ପାଠ ପଢ଼ିବା ନାହିଁ, ଖଟ ଉପରେ ମଧ୍ୟ ବହି ଖାତା ରଖିବା ନାହିଁ। 3 ନମ୍ବର, ଶୋଇବା ଘରେ କେବେ ବି ପାଣି ସମ୍ପର୍କିତ ଛବି କିମ୍ବା ଫଟୋ ଲଗାଇବା ଉଚିତ ନୁହେଁ। ଏହାଦ୍ୱାରା ଅଶୁଭ ହେବା ସହିତ ଧନହାନି ହେବାର ସମ୍ଭାବନା ବୃଦ୍ଧି ହୋଇଥାଏ। 4 ନମ୍ବର, ଶୋଇବା ଘରର ଠିକ୍ ସମ୍ମୁଖରେ ଖଟ ପକାଇବା ଉଚିତ ନୁହେଁ। ଏହାଦ୍ୱାରା ଅଶୁଭ ହେବା ସହିତ ବାସ୍ତୁଦୋଷ ଉତ୍ପନ୍ନ ହୋଇଥାଏ ଏବଂ ସମସ୍ୟା ଦେଖା ଦେଇଥାଏ। ଶୋଇବା ଘର ଦୁଆର ମୁହଁରେ ଅଧିକାଂଶ ଲୋକ ଖଟ ପକାଇକରି ମଧ୍ୟ ଏଠି ଶୁଅନ୍ତି, ବସା ଉଠା କରନ୍ତି, କିନ୍ତୁ ସେଠି ଖଟ ପକାଇବା କଥା ନୁହେଁ। 5 ନମ୍ବର, ଘରର ଉତ୍ତର ବା ପୂର୍ବ ଦିଗର କାନ୍ଥରେ କାନ୍ଥ ଘଡ଼ି ଲଗାଇବା ଉଚିତ। ଏହା ଶୁଭ ହେବା ସହିତ ସୁଖ ସମୃଦ୍ଧି ପ୍ରାପ୍ତ ହୋଇଥାଏ ଏବଂ ଉନ୍ନତିର ମାର୍ଗ ଖୋଲିଥାଏ। କିପରି ଉନ୍ନତି ହେବ ତା ବାଟ ଆପେ ଆପେ ଦେଖାଯାଇଥାଏ। 6 ନମ୍ବର, ସ୍ତ୍ରୀ ଲୋକମାନେ ସବୁବେଳେ 2 ହାତରେ 2ଟି ହଳଦିଆ ରଙ୍ଗର ଚୁଡ଼ି ସହ ଅନ୍ୟ ଚୁଡ଼ି ପିନ୍ଧିବା ଉଚିତ। ଏହା ଶୁଭପ୍ରଦ ହେବା ସହିତ ସ୍ୱାମୀ ସ୍ତ୍ରୀ ସମ୍ପର୍କରେ ମଧୁରତା ଆସିଥାଏ। 2 ହାତରେ ଚୁଡ଼ି ପିନ୍ଧିବେ, କିନ୍ତୁ ବାମ ହାତରେ ଯଦି 5ଟା ରହିଲା, ଡାହାଣ ହାତରେ 6ଟା ରହିବା ଉଚିତ। ଗୋଟେ ହାତରେ ଗୋଟିଏ ଅଧିକ ରହିବା ଉଚିତ, କିନ୍ତୁ ସେଥିମଧ୍ୟରୁ ବାମ ହାତରେ ଗୋଟେ ହଳଦିଆ, ଡାହାଣ ହାତରେ ଗୋଟେ ହଳଦିଆ, ତେଣିକି ଅନ୍ୟ ଯେଉଁ କଲର୍ ବା ଯେମିତିଆ ଲଗେଇଲେ ଚଳିବ। ତେବେ ସ୍ୱାମୀ ସ୍ତ୍ରୀ ସମ୍ପର୍କ ମଧୁରତା ଆସିଥାଏ। 7 ନମ୍ବର, ଶନିବାର ଦିନ ଖଣ୍ଡିଏ କପଡ଼ାରେ କିଛି ଗୁଡ଼, ମୁଠାଏ ଗହମ, ମୁଠାଏ ଲୁଣ ସହିତ 2ଟି ଲେଖାଏଁ ଚାନ୍ଦି ଏବଂ ତମ୍ବା ପଇସା ବାନ୍ଧି ଘରର କୌଣସି କୋଣରେ ରଖିବା ଦ୍ୱାରା ଘରେ କେବେ ବି କଳି ଝଗଡ଼ା ହୋଇନଥାଏ। ଏହି ତ ପ୍ରତିକାର ଏଇଠି ଦିଆଯାଇଛି। ପିତୃଦୋଷ ଲାଗିଥିଲେ ମଧ୍ୟ ଏହି ପ୍ରତିକାର କଲେ ତାହା ପିତୃଦୋଷ ଦୂର ହୋଇଥାଏ। 8 ନମ୍ବର, ଘରେ କେବେ ବି ଜୋତା ଚପଲ ଏଠି ସେଠି ପକାଇବା ଉଚିତ ନୁହେଁ। ଏହାଦ୍ୱାରା ଅଶୁଭ ହେବା ସହିତ ପରିବାରରେ
ଏବଂ ସ୍ୱାମୀ ସ୍ତ୍ରୀ ମଧ୍ୟରେ କଳି ଝଗଡ଼ା ଦେଖା ଦେଇଥାଏ ବା ସ୍ୱାମୀ ସ୍ତ୍ରୀ ମଧ୍ୟରେ କଳି ଝଗଡ଼ା ଦେଖାଯାଇଥାଏ। 9 ନମ୍ବର, ପ୍ରତ୍ୟେକ ଦିନ ଗୁରୁ, ଗୁରୁଜନ ଏବଂ ବ୍ରାହ୍ମଣଙ୍କୁ ନମସ୍କାର କରିବା ଦ୍ୱାରା ଅତ୍ୟନ୍ତ ମଙ୍ଗଳକାରୀ ହୋଇଥାଏ ଏବଂ କାର୍ଯ୍ୟରେ ସଫଳତା ପ୍ରାପ୍ତି ହୋଇଥାଏ। ପ୍ରତିଦିନ ଗୁରୁ, ଗୁରୁଜନ, ପିତା, ମାତା, ବ୍ରାହ୍ମଣ, ବଡ଼ ଯିଏ ନମସ୍କାର ଯୋଗ୍ୟ ତାଙ୍କୁ ପ୍ରତିଦିନ ନମସ୍କାର କଲେ ଅତ୍ୟନ୍ତ ମଙ୍ଗଳ ହୋଇଥାଏ ଏବଂ କାର୍ଯ୍ୟ ସଫଳତା ପ୍ରାପ୍ତି ହୋଇଥାଏ। ଆଉ ନମସ୍କାର କରିବା ଦ୍ୱାରା ଆମର କ'ଣ ହୋଇଥାଏ? ଗୋଟେ ଶ୍ଲୋକ ରହିଛି, ଅଭିବାଦନଶୀଳସ୍ୟ ନିତ୍ୟ ବୃଦ୍ଧୋପସେବିନଃ ଚତ୍ୱାରି ତସ୍ୟ ବର୍ଦ୍ଧନ୍ତେ ଆୟୁର୍ବିଦ୍ୟା ଯଶୋବଳମ୍। ନମସ୍କାର କରିବା ଦ୍ୱାରା, ଅଭିବାଦନଶୀଳସ୍ୟ, ନମସ୍କାର କରିବା ଦ୍ୱାରା, ନିତ୍ୟ, ପ୍ରତିଦିନ ନମସ୍କାର କରିବା ଦ୍ୱାରା କେଉଁମାନଙ୍କୁ? ନା ବୃଦ୍ଧୋପସେବିନଃ, ଗୁରୁ ଗୁରୁଜନମାନଙ୍କୁ, ପିତା ମାତା ବ୍ରାହ୍ମଣ ଗୁରୁଜନ ନମସ୍କାର କରିବା ଦ୍ୱାରା ଚତ୍ୱାରି ତସ୍ୟ ବର୍ଦ୍ଧନ୍ତେ, ଚାରୋଟି ତାଙ୍କର ବଢ଼ିଥାଏ, ବୃଦ୍ଧି ହୋଇଥାଏ। ସେ ଚାରୋଟି କ'ଣ? ଆୟୁର୍ବିଦ୍ୟା ଯଶ ବଳମ୍, ଆୟୁଷ ବଢ଼ିଥାଏ, ପରମାୟୁ ବଢ଼ିଥାଏ। ବିଦ୍ୟା, ବିଦ୍ୟା କହିଲେ ଖାଲି ପାଠକୁ ବୁଝାଏ ତା ନୁହେଁ। ବିଦ୍ୟା କହିଲେ ବୁଦ୍ଧି, ଜ୍ଞାନ ବଢ଼ିଥାଏ। ଯଶ, ଯଶ ହେଲା ଆମେ ଯଦି ଭଲ କାମ କଲେ, ନାଁ ରଖିଲେ, ଯଶ କୀର୍ତ୍ତି ଆମର ବଢ଼ିଲା। ବଳ, ଆମ ପଛରେ କେତେ ଲୋକ ମଧ୍ୟ ଗୋଡ଼େଇବେ, ଆମକୁ ସାହସ ଦେବେ, ସେଇଟା ହେଉଛି ଆମର ବଳ। ଧନ ବଳ, ଲୋକ ବଳ, ଏସବୁ ଆମର ପ୍ରାପ୍ତି ହେବ। ଚାରି ପ୍ରକାରର ଆମର ବଢ଼ିବ। ତେବେ ଆମେ ପ୍ରତିଦିନ ଗୁରୁ ଗୁରୁଜନ, ପିତାମାତା, ବ୍ରାହ୍ମଣ ଏମାନଙ୍କୁ ନମସ୍କାର କରିବା। 10 ନମ୍ବର, କଦଳୀ ପତ୍ରରେ ଭୋଜନ କରିବା ଦ୍ୱାରା ଆୟୁଷ ବୃଦ୍ଧି ହୋଇଥାଏ ଏବଂ ମାନସିକ ଶାନ୍ତି ପ୍ରାପ୍ତ ହେବା ସହିତ ଦାରିଦ୍ର୍ୟତା ଦୂର ହୋଇଥାଏ। କଦଳୀ ପତ୍ରରେ ଆମିଷ ଭୋଜନ ନିଷେଧ। କଦଳୀ ପତ୍ରରେ ସବୁ ପ୍ରକାର ଖାଦ୍ୟ ଖାଇହେବ, କେବଳ ଆମିଷ ଖାଇହେବ ନାହିଁ। 11 ନମ୍ବର, ଦୃଷ୍ଟି ଶକ୍ତି କମଜୋର ହୋଇଥିଲେ ପ୍ରତ୍ୟେକ ଦିନ କାଠ ଚମ୍ପା ଫୁଲକୁ ଶୁଙ୍ଘିବା ଦ୍ୱାରା ଦୃଷ୍ଟିଶକ୍ତି ବୃଦ୍ଧି ହୋଇଥାଏ। 12 ନମ୍ବର, ଘରେ ରହିଥିବା ଠାକୁର ଘରେ ପ୍ରତ୍ୟେକ ଦିନ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଦୀପଟିଏ ଜାଳିବା ଉଚିତ। ଏହା ଅତ୍ୟନ୍ତ ମଙ୍ଗଳକାରୀ ହୋଇଥାଏ ଏବଂ ଘରେ ଧନ ବଢ଼ିଥାଏ। 13 ନମ୍ବର, କେବେ ବି ସମଗୋତ୍ରରେ ବିବାହ କରିବା ଉଚିତ ହୋଇନଥାଏ, ନଚେତ୍ ଆପଣଙ୍କର ଠାରେ ବଂଶାନୁଗତ ରୋଗ ଦେଖା ଦେଇଥାଏ। 14 ନମ୍ବର, ଏକ ବର୍ଷରେ ଭିନ୍ନ ଭିନ୍ନ ମାସରେ ଦୁଇ ଭାଇ କିମ୍ବା ଦୁଇ ଭଉଣୀ କିମ୍ବା ଭାଇ ଭଉଣୀ ଙ୍କର ବିବାହ ନିଷେଧ କିମ୍ବା 6 ମାସ ମଧ୍ୟରେ ବିବାହ କଲେ କନ୍ୟା 3 ବର୍ଷରେ ବିଧବା ହୁଏ। 15 ନମ୍ବର, କନ୍ୟାଦାନ, ଦୀପଦାନ, ଅନ୍ନଦାନ, ଆଶ୍ରୟଦାନ ଓ ଅଭୟଦାନ ରାତ୍ର କାଳରେ କରାଗଲେ ଶୁଭ ହୋଇଥାଏ। ଆଜି ପାଇଁ ଭିଡ଼ିଓଟି ଏତିକି। ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖନ୍ତୁ। ଲାଇକ୍, ସେୟାର, କମେଣ୍ଟ ଏବଂ ସବସ୍କ୍ରାଇବ୍ କରିବା ପାଇଁ ଅନୁରୋଧ। ଏତିକିରେ ରହିଲି। ଥ୍ୟାଙ୍କ ୟୁ।